ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା। ସେନିଆର ପରେ ଏବେ ପ୍ରଳୟ ରଚିବାକୁ ମାଡ଼ି ଆସୁଛି ବାତ୍ୟା ଡିଟୁଆ। ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଡିଟୁଆ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ପାର୍ଶ୍ୱବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେଲା ବାତ୍ୟା। ଉତ୍ତର ଉତ୍ତର ପଶ୍ଚିମକୁ ଗତି କରିବ ବାତ୍ୟା ଡିଟୁଆ ଏବଂ 30 ବେଳକୁ ଉତ୍ତର ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ରପ୍ରଦେଶକୁ ମୁହାଁଇବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପରେ ଅବପାତ, ଗଭୀର ଅବପାତ ପରେ ଏବେ ବାତ୍ୟାରେ ପରିଣତ ହୋଇଛି। ତେବେ ବାତ୍ୟାର ସମ୍ଭାବ୍ୟ ଗତିପଥ ମଧ୍ୟ ଜାରି କରିଛି ପାଣିପାଗ ବିଭାଗ। ଏବେ ବଙ୍ଗୋପସାଗରରେ କେବଳ ବାତ୍ୟା ସୃଷ୍ଟି ହୋଇଛି। ପରବର୍ତ୍ତୀ ସମୟରେ ଏହା କେତେ ବିପଦ ଏବଂ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେ ନେଇ ସ୍ପଷ୍ଟ ଜଣାପଡ଼ିବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଭାରତ ମୁହାଁ ହେଉଛି, କିନ୍ତୁ ପ୍ରଭାବ ହୁଏତ କମ୍ ରହିପାରେ। ଏବେ ବାତ୍ୟା ସୃଷ୍ଟି ହୋଇଛି ଏବଂ କିଛି ଘଣ୍ଟା ପରେ ଏହା କେଉଁ ଆଡ଼କୁ ମୁହାଁଇବ ସେ ନେଇ ଅପଡେଟ୍ ସାମ୍ନାକୁ ଆସିବ। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ଶ୍ରୀଲଙ୍କା, ପାର୍ଶ୍ୱବର୍ତ୍ତୀ ବିଷୁବରେଖା ନିକଟସ୍ଥ ଭାରତ ମହାସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ବାତ୍ୟା। ତେବେ ବାତ୍ୟାର ପ୍ରଭାବ କେଉଁ ଆଡ଼କୁ ରହିବ ସେ ନେଇ କୌଣସି ଅପଡେଟ୍ ଦେଇନାହିଁ IMD।